ପାଖାପାଖି ନୂଆପଡ଼ା ଜିଲ୍ଲାରେ ଆଜି କାଳବୈଶାଖୀ ତାଣ୍ଡବ ନଚିଛି। ସୁନାପଡ଼ା ଅଭୟାରଣ୍ୟ ଯୋଉ ରହୁଛି, ସୁନାପଡ଼ା ଅଭୟାରଣ୍ୟରେ ଯାହା ଆମେ ଏବେ ମାନେ ଜାଣିବା ପାଇଁ ଚାହିଁଲୁ ବା ଆମେ ଭିଜୁଆଲ ପହଞ୍ଚିଲୁ ବା ଭିଜୁଆଲ ଯାହା ଦେଖିବା ଆମେ ଭିଜୁଆଲ ଯୋଉ ମଗେଇଲୁ ଦେଖିଲୁ ଏଥିରେ ପ୍ରାୟ କାଳବୈଶାଖୀ ତାଣ୍ଡବ ନଚିଛି। କୁଆପଥର ସନାତନ ମାନେ କୁଆପଥର ମାଡ଼ ହୋଇଛି, ଯାହାଫଳରେ ଯୋଉ ସେଠିକାର ଯୋଉ ଆଦିବାସୀ ମାନେ ରହୁଛନ୍ତି ବା ଯୋଉ ସୁନାପଡ଼ା ଯୋଉ ଅଭୟାରଣ୍ୟରେ ଲୋକ ବାସ କରୁଛନ୍ତି, ତାଙ୍କ ଯୋଉ ଖପର ଘର ଯୋଉ ତିଆରି କରାଯାଏ, ପ୍ରାୟ ଖପର ଘର କିଛି ଭାଙ୍ଗିଛି ମଧ୍ୟ ଯାହା ଆମେ ଶୁଣିବାକୁ ପାଉଛୁ। କିନ୍ତୁ ନୂଆପଡ଼ା ଜିଲ୍ଲାରେ ପ୍ରଥମ ଥର ପାଇଁ ବୋଧେ ପ୍ରଥମ ଥର ପାଇଁ ଏଇ ବର୍ଷରେ ପ୍ରଥମ ଥର ପାଇଁ କୁଆପଥର ମାଡ଼ ହେଇଛି ସୁନାପଡ଼ା ଅଭୟାରଣ୍ୟ ଭିତରେ, ଜଙ୍ଗଲ ଭିତରେ। ଆଉ ପ୍ରାୟ କ୍ଷୟକ୍ଷତି ମଧ୍ୟ କିଛି କ୍ଷୟକ୍ଷତି ମଧ୍ୟ ଆକଳନ କରାହଉଛି, ଘର ଭାଙ୍ଗି ଦିଆ ହଉ କିମ୍ବା ଲୋକଙ୍କ ମାନେ କିଛି ଗାଡି କାଚ ମଧ୍ୟ କିଛି ଭାଙ୍ଗି ଯାହା ଶୁଣିବାକୁ ମିଳୁଛି। ଲଗାତାର ଆଜି ମାନେ ଯେତେବେଳେ 3ଟାରୁ 4ଟା ସମୟରେ ପୁରା ପାଖାପାଖି ଅନ୍ଧାର ଘୋଟି ଯାଇଥିଲା, ପୁରା ନୂଆପଡ଼ା ଜିଲ୍ଲାରେ କାଳବୈଶାଖୀରେ ଗୋଟେ ମାନେ ବର୍ଷା ଆକାର ଆସିଥିଲା। କିନ୍ତୁ କୌଣସି ଆଉ ଅଲଗା ଜାଗାରେ ହାଲକା ହାଲକା ବର୍ଷା ହେଇଛି, କିନ୍ତୁ କୌଣସି କୁଆପଥର ମାଡ଼ ହେଇନି। କିନ୍ତୁ ସୁନାପଡ଼ା ଅଭୟାରଣ୍ୟରେ ଜୋରଦାର କୁଆପଥର ମାଡ଼ ହେଇଛି, ଯାହାକି କୁଆପଥରର ଲୋକମାନେ ଭୟଭୀତ ମଧ୍ୟ ହେଇଯାଇଥିଲେ। ବଡ ବଡ କୁଆପଥର ପାଖାପାଖି ଅଧା ଘଣ୍ଟା ଧରି କୁଆପଥର ମାଡ଼ ହେଇଥିଲା ବୋଲି ଯାହା ଶୁଣିବାକୁ ମିଳୁଛି। କିନ୍ତୁ ଏଇ କୁଆପଥର ମାଡ଼ରେ କାଳବୈଶାଖୀରେ ଯୋଉ ତାଣ୍ଡବ ନଚିବ, ଯୋଉ ଆଗରୁ ମଧ୍ୟ ଯୋଉ ଆମର ରାଜ୍ୟ ସରକାର ମଧ୍ୟ କହିଥିଲେ ଯେ କାଳବୈଶାଖୀରେ ବହୁତ ଜାଗାରେ ତାଣ୍ଡବ ନଚିବା, ଯେମିତି ଆମେ ଜାଣିଥିବେ ମୟୂରଭଞ୍ଜରେ ମଧ୍ୟ 2 ଦିନ ତଳେ ବା ମୟୂରଭଞ୍ଜ 2 ଦିନ ତଳେ ମଧ୍ୟ ଜୋରଦାର କୁଆପଥର ମାଡ଼ ହେଇଥିଲା। ଆଉ ବହୁତ କ୍ଷୟକ୍ଷତି ହେଇଥିଲା, ଆଉ ବହୁତ ଗାଡିର କାଚ ମଧ୍ୟ ଭାଙ୍ଗିଥିଲା, ଆଉ ବହୁତ ଚଢେଇ ମଧ୍ୟ ମରିଥିଲେ। ତାର ସେଇ ଯୋଉ ମାନେ ସତର୍କ ସହିତ ସବୁ ଜିଲ୍ଲାକୁ ହାଇ ଆଲର୍ଟ କରାଯାଇଥିଲା। କିନ୍ତୁ ନୂଆପଡ଼ା ଜିଲ୍ଲା ମଧ୍ୟ ଆଜି ସେଇଭଳିଆ ପରିସ୍ଥିତି ଦେଖିବାକୁ ମିଳିଛି, ଯାହାକି ସୁନାପଡ଼ା ଅଭୟାରଣ୍ୟ ଭିତରେ ଜୋରଦାର ଉପରେ ମାନେ ଭୟଙ୍କର ଉପରେ କୁଆପଥର ମାଡ଼ ହେଇଛି। ଆଉ ପବନ ସହିତ ବର୍ଷା ମଧ୍ୟ ଜୋରଦାର ହେଇଛି। ନୂଆପଡ଼ା ରଞ୍ଜିତ ପଣ୍ଡା।